ମନୁଆ ରିକ୍ସାବାଲା କହିଲେ, ବଡ଼ଦାଣ୍ଡରେ ସେ ଚିହ୍ନା, କାହାକୁ ବା ଅଛପା। ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ସେ ଆଦରଣୀୟ। କାହିଁକି ନା ରାତି ବିକାଳି କେହି ଯଦି ଅସୁବିଧାରେ ପଡ଼େ ପ୍ରଥମେ ହାତ ବଢ଼ାଏ ମନୁଆ ଭାଇ, ତାରି ସେଇ ରିକ୍ସାକୁ ଧରି। ହଁ, ଆଉ ଯଦି କେହି ବାଟ ଭୁଲିଯାଏ ରିକ୍ସା ଯୋଗେ ନେଇ ଘର ପଇଠି କରିବା ମନୁଆ ଭାଇର କାମ। ମନୁଆ ଭାଇ ନାଁଟା ଯେମିତି, କାମରେ ବି ସେମିତି। ଛନ୍ଦ କପଟ ନାହିଁ, ଭାରି ସରଳ ଆଉ ନିଷ୍କପଟ ମଣିଷଟିଏ। କେହି କେବେ ତା ଘରଦ୍ୱାର ଆଉ ତାର ଘର ଲୋକଙ୍କୁ ନେଇ କେବେ ପ୍ରଶ୍ନ ଉଠେଇ ନାହାନ୍ତି। କୋଉଠୁ ଆସିଛି, କେମିତି ରହୁଛି, କ'ଣ ଖାଉଛି, କେହି କିଛି ଜାଣନ୍ତିନି। କେହି କେବେ ପଚାରିବା ପାଇଁ ସାହସ ବି କରିନାହାନ୍ତି। କାହିଁକି ନା ଲୋକଟା ସହିତ କଥା ହେଲେ ତୁମକୁ ବି ହସ ଲାଗିବ, ତୁମ ମନ ଭିତରେ ଥିବା ସବୁ ଦୁଃଖ ବି ଦୂରେଇ ଯିବ ତାର ସେ ହସ ହସ ମୁହଁକୁ ଦେଖି। ସବୁ କାମଧନ୍ଦା ସାରି ରିକ୍ସାଟାକୁ ଖଟାଇ ଦିଏ ସେ ବଡ଼ ଦାଣ୍ଡରେ, ତାରି ଦେହରେ ଶୋଇପଡ଼େ। ଆଉ ଯଦି ବର୍ଷା ପାଗ ହୁଏ, କାହା ଦୋକାନ ପିଣ୍ଡା ହଉ ନହେଲେ ଘର ବାରଣ୍ଡା, ସେତିକି ହେଲେ ତା ପାଇଁ କାଫି। ଖାଇବା ପାଇଁ କେବେ ହଇରାଣ ହେଇନି ସେ। ଯିଏ ଯାହା ଦିଏ ଖୁସିରେ ଖାଇନିଏ। ପାଖରେ ପଇସା ହେଲେ ଅବଢ଼ା କିଣି ଖାଏ। କିନ୍ତୁ ବିଶେଷ ସେମିତି କିଛି ପଇସା ନଥାଏ ତା ପାଖରେ। କାହିଁକି ନା ଯାହା ବି ରୋଜଗାର କରେ ଦୁଃଖୀରଙ୍କୀମାନଙ୍କର ଦୁଃଖ ଦେଖିପାରେନି, ଆକୁ ତାକୁ ଦେଇଦିଏ। ସତରେ ଏମିତିକା ମଣିଷ ମିଳିବା ଖୁବ୍ କମ୍। ଯାହା ବି ହଉ, ଠାକୁରଙ୍କ କୃପାରୁ ବହୁତ ଭଲରେ ତା ଜୀବନ କଟୁଥାଏ। ଦିନେ ଜଣେ ବଡ଼ ବାବୁଙ୍କର ଭଡ଼ାଟିଏ ଆସିଲା। ସବୁତକ ମାଲପତ୍ର ନେଇ ପୁରୀ ଶ୍ରୀକ୍ଷେତ୍ରଠାରୁ ପାଖାପାଖି 8-10 କିଲୋମିଟର ଦୂରକୁ ଯିବାକୁ ପଡ଼ିଲା। ମନୁଆ ଭାଇ ସାହସର ସହିତ ଜିନିଷତକ ନେଇଗଲା। ଘର ପଇଠି କରି ଟଙ୍କା ବି ଆଣିଲା, ଖାଇଲେ ବି। ହଠାତ୍ ଦୈବ ଯୋଗକୁ ବାଟରେ ଆସିଲା ବେଳେ କୋଉଠି ଥିଲା କେଜାଣି ଅଦିନିଆ ବର୍ଷାଟିଏ ବରସିଗଲା ସେଦିନ। ଝଡ଼ ତୋଫାନ କାହିଁରେ କ'ଣ, ରିକ୍ସାଟା ବୋଲ ମାନୁ ନଥାଏ। ତଥାପି ରାତିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାର ସେ ଆଶାଟା ମନରେ କୋଉଠି ନା କୋଉଠି ଉଙ୍କି ମାରୁଥାଏ। ଇଚ୍ଛା ହେଉଥାଏ କୋଉଠି ଟିକେ ଯଦି ରହିଯାଆନ୍ତି, ବର୍ଷା ଛାଡ଼ିଲେ ଯାଆନ୍ତି। କିନ୍ତୁ ସେତେବେଳକୁ ଯଦି ଶ୍ରୀକ୍ଷେତ୍ରରେ ପହଞ୍ଚିବା ଡେରି ହେଇଯିବ, ମୋ କଳା ଠାକୁରଙ୍କୁ ଦେଖିପାରିବିନି। ତା ଛଡ଼ା ମନୁଆ ଭାଇ ଏମିତି କୌଣସି ଦିନ ଠାକୁରଙ୍କୁ ନ ଦେଖି ରହିଛି ଏ କଥା କେହି ବି କହିପାରିବେନି। ଯେତେ ବି କାମ ଥାଉ, ଯୋଉଠି ଯେତେ ଦୂରରେ ହେଲେ ପଛେ ସବୁ କାମ ସାରି ସନ୍ଧ୍ୟାବେଳେ ବଡ଼ଦାଣ୍ଡରେ ପହଞ୍ଚିବା ନୀତିଦିନିଆ କାମ ତାଙ୍କର। କାମ ନୁହେଁ ତ କର୍ତ୍ତବ୍ୟ କହିଲେ ବି କିଛି ଅତ୍ୟୁକ୍ତି ହେବନି। କାହିଁକି ନା ମହାପ୍ରଭୁ ଜଗନ୍ନାଥଙ୍କୁ ସେ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି। ତାଙ୍କୁ ଭାରି ଭଲ ଲାଗେ ସନ୍ଧ୍ୟା ଆଳତୀ, ପତାକା ପରିବର୍ତ୍ତନ, ଆଉ ତା ସାଙ୍ଗକୁ ରାତିରେ ବଡ଼ ଶୃଙ୍ଗାର ବେଶ। ମହାପ୍ରଭୁଙ୍କ ସେବା ସାରି କିଏ କୁଆଡ଼େ ଚାଲିଯାଆନ୍ତି, କିନ୍ତୁ ଲକ୍ଷ୍ୟ ପଡ଼େ ଟିକିଏ ଦୂରରେ ମନୁଆ ଭାଇର ସେ ରିକ୍ସା, ଆଉ ରିକ୍ସାରେ ଶୋଇଥାଏ ମନୁଆ ଭାଇ। ପଣ୍ଡା ପଢ଼ିଆରୀମାନେ ମଧ୍ୟ ଖୁସିରେ ପଚାରି ଦିଅନ୍ତି, କିରେ ଘରକୁ ଯିବୁନି କି? ମନୁଆ ଭାଇ ହସି ଦେଇ କୁହେ, ମୋ ଜଗା ତ ଏଇଠି, ମୁଁ ପୁଣି କେଉଁ ଘରକୁ ଯିବି? ସତରେ ତା ପାଟିରୁ ଏଇ କେଇପଦ କଥା ଭାରି ଭଲ ଲାଗେ। ସତେ ଯେମିତି ଲାଗେ କେହି ଜଣେ ଭକ୍ତ ଠାକୁରଙ୍କ ଅପେକ୍ଷାରେ। ପୁଣି କେହି କେହି ବୋଧ ଦେଇ କୁହନ୍ତି, ଉପରେ ଦେଖୁଛୁ ତ ଖୋଲା ଆକାଶ, କେତେବେଳେ ବର୍ଷା ବରସିଯିବ, ହୁସିଆର, ଘରକୁ ଯା। ମନୁଆ ଭାଇ କିନ୍ତୁ କୁହେ, ନାଇଁ ମୁଁ କାଳିଆ ଅଛି, ସେମିତି କିଛି ହେବନି। ହେଲେ ସେଦିନ ଘଟିଲା କିଛି ଅଲଗା। ଠାକୁରଙ୍କୁ ଦର୍ଶନ କଲା, ବଡ଼ ଶୃଙ୍ଗାର ବେଶ ବି ଦେଖିଲା, ପତାକା ପରିବର୍ତ୍ତନ ବି ଦେଖିଲା। ରାତି ଅଧକୁ ଖାଇ ପିଇ ଶୋଇଥାଏ। ଦେହରେ ପଶିଲା ଭୀଷଣ ଜ୍ୱର। ଜ୍ୱର ନୁହେଁ ତ ସତେ ଯେମିତି ଲାଗୁଥାଏ ଜୀବନଟା ଚାଲିଯିବ, ପାଖରେ କେହି ନାହାନ୍ତି ଆହାପଦେ କରିବାକୁ। ଜ୍ୱର ତାତିରେ ଖଇ ଫୁଟୁଥାଏ। ଭାରି ଦୁଃଖ ଲାଗିଲା ସେଦିନ। ହଠାତ୍ ମନେ ପଡ଼ିଗଲା ତାର ସେ ପରିବାର କଥା। ପରିବାରଟିଏ ଥିଲା ମୋର, କେତେ ହସ ଖୁସିରେ ବଞ୍ଚୁଥିଲି। ଦୈବ ସବୁତକ ଛଡ଼େଇ ନେଲା। କୋଉଠି ଆସି ମୁଁ ପହଞ୍ଚିଲି? ବଡ଼ଦାଣ୍ଡରେ। ଠାକୁରଙ୍କୁ ନିଜର ବୋଲି ଭାବି ନେଲି। ସିଏ ମୋର ସବୁ କିଛି। ଏମିତିକା ଅସୁବିଧାରେ ମଣିମା ମହାପ୍ରଭୁ ଯଦି ତମେ ଟିକେ ପାଖକୁ ଆସନ୍ତ ନା, ଭାରି ଖୁସି ଲାଗନ୍ତା। ଶୁଣିଛି ଭକ୍ତଟିଏ ଯେଡ଼େ ବଡ଼ ଅସୁବିଧାରେ ପଡ଼ି ତୁମ ପାଖରେ ଯଦି ଶରଣ ପଶିଯାଏ, ତୁମେ ତା ପାଖକୁ ଆସ, ତାକୁ ତୁମ ଛତ୍ର ଛାୟା ତଳେ ଆଶ୍ରୟ ଦିଅ। ସତରେ ମହାପ୍ରଭୁ, ମୁଁ ସେମିତିକା ଭକ୍ତ ହୋଇପାରିବିନି ସତ। କଥା ଦେଉଛି ମଣିମା, ଯଦି ମୋର ଦରକାର ପଡ଼େ ମୋ ଜୀବନଟା ତୁମକୁ ଦେଇଦେବି। ବାସ୍ ଥରୁଟିଏ ଚାହେଁ, ତୁମେ ମୋ ପାଖକୁ ଆସ, ମୋ ସାଥିରେ ଥାଅ,
ମୋର ଆଉ କିଛି ଲୋଡ଼ା ନାହିଁ, ଆସିବ ନା ସାନ୍ତେ। ଏମିତି କେତେ କ'ଣ କଥା କହି ମନୁଆ ଭାଇ ସେଦିନ ରାତିରେ ଭୋ ଭୋ ହୋଇ କାନ୍ଦିଲା। ପାଖରେ ଥିବା ଅନ୍ୟ ରିକ୍ସାବାଲା ମଧ୍ୟ ସହିପାରିଲେନି ତା ଦୁଃଖକୁ। କେହି କେହି ପାଖକୁ ଆଉଁସିବାକୁ ଚାଲି ଆସନ୍ତି। ମନୁଆ ଭାଇ କିନ୍ତୁ ଅଭିମାନ କରି ବସିଲା, ନାଇଁ, କେହି ଆସିବା ଦରକାର ନାହିଁ, ମୋ କାଳିଆ ଆସିବ। ଲୋକମାନେ ଭାବିଲେ ବୋଧେ ମନୁଆ ଭାଇ ପାଗଳ ହୋଇଯାଇଛି। ତା ନ ହୋଇଥିଲେ ଠାକୁରଙ୍କୁ ଆସିବା କଥା କହୁଛି, ଯାହା କେବେ ବି ସମ୍ଭବ ନୁହେଁ। କିନ୍ତୁ ସେମାନେ ବା କେଉଁଠୁ ଜାଣିବେ ଭକ୍ତ ଭଗବାନଙ୍କୁ କେତେ ଭଲ ପାଏ, କେତେ ଭରସା କରେ। ସେଦିନ ଯେମିତି ଲାଗୁଥାଏ ଭକ୍ତଟିଏ, ତାର ସମ୍ପୂର୍ଣ୍ଣ ଅଧିକାର ଅଛି ତା ଭଗବାନଙ୍କ ଉପରେ। ସେ ତାଙ୍କୁ ଗାଳି ଦେଉ ବା ତାଳି ମାରୁ, ସେଥିରେ କିଛି ବି ଅସୁବିଧା ନାହିଁ। ଏଥର ଯେ ଯାହା ବାଟରେ ଶୋଇପଡ଼ିଲେ। ରାତି 1ଟା କି 2ଟା ହେବ। ମନୁଆ ଭାଇ ବି ଜୋରରେ ଥରୁଥାଏ। ମନରେ ଛୋଟିଆ ଆଶାଟିଏ ରଖିକି ସାନ୍ତେ ତା ପାଖକୁ ଆସନ୍ତେ। ହଁ, ଶେଷ ସମୟରେ ଛୋଟ ପିଲାଟିଏ ହାତରେ କିଛି ଜିନିଷ ଧରି ଆସି ପହଞ୍ଚିଲା ମନୁଆ ଭାଇର ରିକ୍ସାରେ। ମନୁଆ ଭାଇର ମଥାକୁ ଟିକେ ଆଉଁସି ଦେଉଥାଏ ତାର ସେଇ କୁନି କୁନି ହାତରେ। ମନୁଆ ଭାଇ ହଠାତ୍ ଚେଇଁ ଉଠିଲା। ଆରେ, ଏତେ ରାତିରେ କିଏ ତୁ? ପିଲାଟି ତାର କଅଁଳ କଣ୍ଠରେ କହୁଥାଏ, ଆଜି ସଞ୍ଜ ବୁଡ଼ଠାରୁ ନା ବାଟ ଭୁଲି ଯାଇଛି। ଖୋଜିଲେ ବି କୁଆଡ଼େ ଯିବି ଜାଣିପାରୁନି, ମୋତେ ଟିକେ ତୁମ ପାଖରେ ରଖିବ। ମନୁଆ ଭାଇ ହଠାତ୍ ଉଠିକି ବସିଲା। କାହା ପିଲା ତୁ? ଏତେ ରାତିରେ କୁଆଡ଼େ ଯିବୁ? ତୋ ଘର କେଉଁଠି? ତୋ ବାପା ମା? କେତେ କ'ଣ ପ୍ରଶ୍ନ ପଚାରିଲା। ପିଲାଟି ମୁକ ପରିକା ଚାହିଁ ରହିଥାଏ। ଶେଷରେ ଏତିକି କହିଲା, ତୁମ ପାଖରେ ରଖିବ ନା। ମନୁଆ ଭାଇ ଆଉ ମନା କରିପାରିଲାନି। ପିଲାଟିକୁ ରିକ୍ସା ଉପରକୁ ନେଇ ଆସିଲା। ଏଣିକି 2 ଜଣ ଯାକ ବସିଲେ। କିନ୍ତୁ ସେତେବେଳକୁ ମନୁଆ ଭାଇକି ଟିକେ ଲାଗୁଥାଏ ଜ୍ୱରଟା ଟିକେ ଓହ୍ଲେଇ ଯାଇଛି। ପିଲାଟାକୁ ପଚାରୁଥାଏ, ଖାଇଛୁ? ପିଲାଟି କିଛି ବି କହିଲାନି। ମନୁଆ ଭାଇ ସକାଳ ପାହାନ୍ତାରେ ରଖିଥିବା 2-4ଟା ଖଜା ପିଲାଟିର ହାତକୁ ବଢ଼େଇଥିଲା। ପିଲାଟି ଆନନ୍ଦର ସହିତ ଖାଇଲା। ଟିକେ ଭଲ ଲାଗିବାରୁ 2 ଜଣ ଯାକ ମିଶିକି କଥା ହେଲେ। ମନୁଆ ଭାଇ କହୁଥାଏ, ତୁ ଯିବୁ କୁଆଡ଼େ? ରାତି ପାଇଲେ ତୋତେ ନେଇ ତୋ ଘର ଛାଡ଼ିଲେ କଥା ସରିଲା। ପିଲାଟି ପୁଣି କହୁଥାଏ, ସେମିତି ମୁଁ କିଛି ଜାଣିନି, ମୋର କିଛି ମନେ ନାହିଁ, ବାବା ବୋଉଙ୍କ ନାଁ ବି ଜାଣିନି। ହଉ ଠିକ୍ ଅଛି, ରାତି ପାଇଲେ ଯୁଆଡ଼େ କହିବି ସିଆଡ଼େ ନେବ। କଥା ରହିଲା। କାହିଁକି କେଜାଣି ପିଲାଟି ସହିତ ମିଶିଲା ପରେ ମନୁଆ ଭାଇକି ଭାରି ଭଲ ଲାଗୁଥାଏ। ମନୁଆ ଭାଇ ବି ମନେ ମନେ ଭାରି ଭଲ ପାଇସାରିଥିଲା ପିଲାଟିକୁ। ପରଦିନ ସକାଳେ ପିଲାଟି ହାତ ଦେଖେଇଲା ପୁରୀ ସମୁଦ୍ର କୂଳ ଆଡ଼କୁ। ମନୁଆ ଭାଇ ସେ ପର୍ଯ୍ୟନ୍ତ ବି ନେଇଗଲା। ତାପରେ ହାତ ଦେଖେଇଲା ସ୍ୱର୍ଗଦ୍ୱାର ଆଡ଼କୁ, ସେ ପର୍ଯ୍ୟନ୍ତ ବି ଗଲା। ତାପରେ ପୁଣି ହାତ ଦେଖେଇଲା ଶ୍ରୀକ୍ଷେତ୍ର ଆଡ଼କୁ। ମନୁଆ ଭାଇ ଏଥର ବୁଝିସାରିଥିଲା କି ପିଲାଟିର କିଛି ବି ମନେ ନାହିଁ। ଏତେ ଛୋଟ ପିଲାଟି, ସେ କିଛି ବି ଜାଣିନି। ତାକୁ ଏମିତି ଛାଡ଼ିଦେବା ବି ଭଲ ନୁହେଁ। ମୋ ପାଖରେ ଥାଉ ଯେ ପର୍ଯ୍ୟନ୍ତ ତା ବାପା ବୋଉ ନ ମିଳିଛନ୍ତି। ହଁ, ସେଇଦିନଠାରୁ ମନୁଆ ଭାଇ ତାକୁ ପାଖରେ ରଖେ। କିନ୍ତୁ କ'ଣ ହୁଏ ଜାଣନ୍ତି? ଯେତେବେଳେ ସକାଳ ହୁଏ ପିଲାଟି କୁହେ, ମୁଁ ଏଇଠି ଖେଳାବୁଲା କରୁଥିବି, ତମେ ତମ କାମରେ ଯାଅ। ସଞ୍ଜ ବୁଡ଼ିଲେ ପୁଣି ଦେଖାହବ, ମାନେ ରାତି 8ଟା କି 9ଟାକୁ। ହେଲେ ପିଲାଟା ଖାଇବ ବା କ'ଣ? ମନୁଆ ଭାଇ ଦିନମାନରେ ଯାହା ବି ରୋଜଗାର କରିଥାଏ, ସକାଳୁ ସକାଳୁ ତା ହାତରେ କିଛି ପଇସା ଧରେଇ ଦେଇ ତା କାମରେ ପୁଣି ଚାଲିଯାଏ। ପିଲାଟା ବି ସେମିତି ବୁଲାବୁଲି କରେ। ମନୁଆ ଭାଇ ଯେତେବେଳେ ରାତି ଅଧରେ ଫେରେ, ପିଲାଟି ମନୁଆ ଭାଇ ପାଇଁ କିଛି ଖାଇବା ଆଣିବା ସହିତ ନିଜେ ବି ଖାଇଦେଇ ଆସିଥାଏ। କିନ୍ତୁ ମନୁଆ ଭାଇ ସହିତ ପିଲାଟା ନ ଖାଇଲେ ମନୁଆ ଭାଇକି ଜମା ବି ଭଲ ଲାଗେନି। ତାପରେ ପିଲାଟିକୁ ସାଙ୍ଗରେ ଧରି ପୁରୀ ବେଳାଭୂମି ଆଡ଼କୁ ବୁଲିବାକୁ ଯାଆନ୍ତି। ସୁଖ ଦୁଃଖ ହୋଇ ପୁଣି ଫେରି ଆସନ୍ତି। ରିକ୍ସାଟାକୁ ଖଟେଇ ଦେଇ ଶୋଇଯାଆନ୍ତି। ସତରେ ଏ ଦୃଶ୍ୟ ଭାରି ଆନନ୍ଦ ଲାଗେ। ଆକୁ ଲକ୍ଷ୍ୟ କରନ୍ତି ଜଣେ ପୁରୁଣା ପଣ୍ଡା। ସେଦିନେ ଲକ୍ଷ୍ୟ କଲେ ସାନ୍ତେ ପ୍ରତିଦିନ ସକାଳୁ ସକାଳୁ ବଡ଼ଦେଉଳକୁ ଚାଲି ଯାଉଛନ୍ତି। ଆଉ ଯେତେବେଳେ ସଞ୍ଜ ବୁଡ଼ ହେଉଛି ଏଇ ରିକ୍ସାବାଲା ପାଖକୁ ଆସୁଛନ୍ତି, ତା ସହିତ କଥା ହେଉଛନ୍ତି, ତା ପାଖରେ ବସୁଛନ୍ତି, ତା ରିକ୍ସାରେ ବସି ସମୁଦ୍ର ବେଳାଭୂମି ଆଡ଼କୁ ବୁଲୁଛନ୍ତି। ପୁଣି ଆସି ରାତିରେ ତା ପାଖରେ ଶୋଉଛନ୍ତି। ସତରେ କେଡ଼େ ଆନନ୍ଦ ଲାଗେ ଦୃଶ୍ୟଟା। ଆଉ ସବୁଠାରୁ ବଡ଼ ଭାଗ୍ୟବାନ ସେ ରିକ୍ସାବାଲା, ଯିଏକି ତା ଭାବ ଡୋରରେ
ଭାବ ବିନତିଆ ମୋ ଭାବର ଠାକୁରଙ୍କୁ ବାନ୍ଧି ପାରିଛି। ଧନ୍ୟରେ ଭକ୍ତ, ଧନ୍ୟ ତୋର ଭଲ ପାଇବା, ଧନ୍ୟ ତୋର ଶ୍ରଦ୍ଧା, ଧନ୍ୟ ତୋର ଭରସା ସେଇ କଳାମଣିମାଙ୍କଠାରେ। ଯେତେବେଳେ ପଣ୍ଡା ପୁଅ ଜଣକ ଆସି ମନୁଆ ଭାଇଙ୍କୁ କୁହନ୍ତି ଦିନବେଳା, ମନୁଆ ଭାଇର ଆଖିରୁ ଠକ୍ ଠକ୍ ଲୁହ ଝଡ଼ିଯାଏ। ପାଦ ତଳେ ପଡ଼ିଯାଇ କୁହେ, ଗୋସେଇଁ କଥାଟିଏ ରଖିଲ ନା? ସେଦିନ ଜୋରରେ ପଡ଼ି ତୁମ ଉପରେ ଅଭିମାନ କରିଥିଲି, କେତେ କ'ଣ କଥା କହିଥିଲି। ସେଇଥିପାଇଁ ପ୍ରତିଦିନ ମୋ ସାଥିଟିଏ ହେଇ ଆସୁଛ, ମୋ ପାଖରେ ବସୁଛ, ମୋ ରିକ୍ସାରେ ବୁଲୁଛ, ଶେଷରେ ବଡ଼ଦେଉଳକୁ ଚାଲି ଯାଉଛ। ଧନ୍ୟ ହେ ମହାପ୍ରଭୁ, ଧନ୍ୟ ତୁମ ଲୀଳା। ଏତେବେଳକୁ ପଣ୍ଡା ପୁଅ ଆଉ ମନୁଆ ଭାଇ ଚାହିଁ ରହିଥାନ୍ତି ପତିତ ପାବନ ନେତକୁ। ନମସ୍କାର। ଛୋଟ ଭିଡ଼ିଓଟିଏ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳାରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର କ୍ଷମା କରିବାକୁ ଅନୁରୋଧ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଅନୁଭୂତି, ନୂଆ ଭିଡ଼ିଓ ମାଧ୍ୟମରେ। ଜୟ ଶ୍ରୀ ଜଗନ୍ନାଥ।